କିଛି କାରଣ ଅଛି ନା ଯେ ପୃଥିବୀ ଗ୍ରହରେ ଜୀବନ ଅଛି ମଙ୍ଗଳରେ ନାହିଁ? କ'ଣ କାରଣ? କଣ୍ଡିସନ୍ସ ଏମିତି ନା କ'ଣ ଯେ କୌଣସି ପରମାତ୍ମା ବସିଛନ୍ତି ଯିଏ କହିଲେ ପୃଥିବୀ ମୋର ପସନ୍ଦର, ପୃଥିବୀ ଉପରେ ହିଁ ଜୀବନ ରହିବ, କି କୌଣସି ଅନ୍ୟ ଲୋକରୁ ଦିବ୍ୟ ବାଟୁଳିରୁ ପରମାତ୍ମା ମନୁଷ୍ୟକୁ ଟାଣିକି ଫିଙ୍ଗିଲେ ପୃଥିବୀ ଉପରେ ହିଁ ଯାଇ ଲ୍ୟାଣ୍ଡ କରେ? ଏମିତି ତ କିଛି ନାହିଁ। ଏଠାରେ କିଛି ପରିସ୍ଥିତି ଅଛି ଯେଉଁଥିରୁ ମଣିଷ ନିର୍ମିତ ହେଲା। ଯେବେ ଗୋଟେ ଖାସ୍ ଆଟମୋସ୍ଫେରିକ୍ ପ୍ରେସର ହେଲା, ଗୋଟେ ଖାସ୍ ତାପମାତ୍ରା ହେଲା, ତ ତା ଦ୍ୱାରା ମଣିଷ ଛିଡ଼ା ହେଲା। ତୁମେ ସେ ପରିସ୍ଥିତି ଗୁଡ଼ିକୁ ବଦଳାଉଛ। ଆଚ୍ଛା, ଏଠାରେ ଧୂଳି ଧୂଳି ଥାନ୍ତା ତ ମଣିଷ ଥାନ୍ତା? ଯେବେ ମଣିଷ ଏଠାରେ ଉଠିଲା ତ ଧୂଳି କେତେ ଥିଲା? AQI କେତେ ରହିଥିବ? କୌଣସି ବହୁତ ଶାନ୍ତ ଜାଗାକୁ ଚାଲିଯାଅ ତ ସେଠାରେ AQI 1ରୁ ବି କମ୍ ଥାଏ। ଯେବେ AQI ଏତେ କମ୍ ଥିଲା ତେବେ ଯାଇ ମଣିଷ ପୃଥିବୀ ଉପରେ ନିର୍ମିତ ହେଲା। ଏବେ ଯଦି AQI ତୁମେ 500 କରିଦେଲ ତ ସେ ପବନ ମଣିଷକୁ ଏବେ ବଞ୍ଚିବାକୁ ଦେବ କି? ଲୋକେ ଏଭଳି ଭାଷାର ବ୍ୟବହାର କରନ୍ତି। ଯେବେ ମୁଁ ଏ ଦୁନିଆକୁ ଆସିଲି କେହି ମରିଯାଏ ତ କହନ୍ତି ଏବେ ସେ ଦୁନିଆ ଛାଡ଼ି ଚାଲିଗଲା। କୁଆଡ଼େ? ତୁମେ ଏ ଦୁନିଆକୁ କେଉଁଠୁ ଆସିନାହ, ତୁମେ ଏହି ମାଟିରୁ ଉଠିଛ। ଆଉ ତୁମେ ଏ ମାଟିରୁ ଉଠିଛ କାରଣ ଏଠାରେ କିଛି ବିଶେଷ ପରିସ୍ଥିତି ଥିଲା। ତୁମେ ସେହି ପରିସ୍ଥିତି ଗୁଡ଼ିକୁ ଅସ୍ତବ୍ୟସ୍ତ କରୁଛ। ତୁମେ ପୁଣି ମାଟି ହୋଇଯିବ।